କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ସ୍ପେସ୍ ଷ୍ଟେସନ ବିଷୟରେ। ଏକ ସ୍ପେସ୍ ଷ୍ଟେସନ ହେଉଛି ଏକ ବୃହତ୍ ମହାକାଶ ଯାନ ଯାହା ପୃଥିବୀର ଚାରିପଟେ କକ୍ଷପଥରେ ରହିଥାଏ ଏବଂ ମହାକାଶଚାରୀମାନଙ୍କ ପାଇଁ ଏକ ଘର ଏବଂ କାର୍ଯ୍ୟକ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ଏହା ବୈଜ୍ଞାନିକମାନଙ୍କୁ ମହାକାଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଏବଂ କାର୍ଯ୍ୟ କରିବାକୁ ଅନୁମତି ଦିଏ, ଯାହା ଦ୍ୱାରା ସେମାନେ ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ପ୍ରଭାବ ଅଧ୍ୟୟନ କରିପାରିବେ, ପରୀକ୍ଷଣ କରିପାରିବେ ଏବଂ ମହାକାଶକୁ ଅଧିକ ଗଭୀର ଭାବରେ ଅନୁସନ୍ଧାନ କରିପାରିବେ। ଆଜି ସବୁଠାରୁ ପ୍ରସିଦ୍ଧ ମହାକାଶ ଷ୍ଟେସନ ହେଉଛି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ISS, ଯାହା ଯୁକ୍ତରାଷ୍ଟ୍ର, ରୁଷ, ଜାପାନ, କାନାଡା ଏବଂ ୟୁରୋପୀୟ ମହାକାଶ ଏଜେନ୍ସିର ଏକ ମିଳିତ ପ୍ରକଳ୍ପ। ISS 1998ରେ ଲଞ୍ଚ କରାଯାଇଥିଲା ଏବଂ 2000 ନିରନ୍ତର ମହାକାଶଚାରୀମାନଙ୍କ ଦ୍ୱାରା ଦଖଲ କରାଯାଇଛି। ଏହା ଘଣ୍ଟା ପ୍ରତି ପ୍ରାୟ 28,000 କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ପରିକ୍ରମା କରେ ଏବଂ ପ୍ରାୟ 90 ମିନିଟରେ ଗୋଟିଏ କକ୍ଷପଥ ସମାପ୍ତ କରେ। ISSରୁ ମହାକାଶଚାରୀମାନେ ବୈଜ୍ଞାନିକ ପରୀକ୍ଷଣ କରନ୍ତି, ଯାହା ମହାକାଶ, ମାନବ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶକୁ ବୁଝିବାରେ ସାହାଯ୍ୟ କରେ। ମହାକାଶ ଷ୍ଟେସନ ଭବିଷ୍ୟତର ଚନ୍ଦ୍ର ଏବଂ ମଙ୍ଗଳ ଅଭିଯାନ ପାଇଁ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେମାନେ ବୈଜ୍ଞାନିକମାନଙ୍କୁ ଉପକରଣ ପରୀକ୍ଷା କରିବାକୁ, ମହାକାଶରେ ମାନବ ବଞ୍ଚିବା ଅଧ୍ୟୟନ କରିବାକୁ ଏବଂ ସୌରଶକ୍ତି ବ୍ୟବହାର କରିବାକୁ, ଜଳ ପୁନଃଚକ୍ରଣ କରିବାକୁ ଏବଂ ମହାକାଶରେ ଖାଦ୍ୟ ବୃଦ୍ଧି କରିବାକୁ ନୂତନ ଉପାୟ ବିକାଶ କରିବାରେ ସାହାଯ୍ୟ କରନ୍ତି। ବିଜ୍ଞାନ ବ୍ୟତୀତ ମହାକାଶ ଷ୍ଟେସନ ମଧ୍ୟ ଆନ୍ତର୍ଜାତୀୟ ସହଯୋଗର ପ୍ରତୀକ। ଏହା ଦର୍ଶାଏ ଯେ ଦେଶଗୁଡ଼ିକ ମାନବତାର ପ୍ରଗତି ପାଇଁ କିପରି ଶାନ୍ତିପୂର୍ଣ୍ଣ ଭାବରେ ଏକାଠି କାମ କରିପାରିବେ। ISSର ସଫଳତା ଭାରତ ସମେତ ଅନେକ ଦେଶଙ୍କୁ ନିକଟ ଭବିଷ୍ୟତରେ ନିଜସ୍ୱ ମହାକାଶ ଷ୍ଟେସନ ପାଇଁ ଯୋଜନା କରିବାକୁ ପ୍ରେରଣା ଦେଇଛି। ଏକ ମହାକାଶ ଷ୍ଟେସନ କେବଳ ମହାକାଶରେ ଭାସମାନ ଏକ ଗଠନ ନୁହେଁ, ଏହା ପୃଥିବୀ ଏବଂ ବ୍ରହ୍ମାଣ୍ଡ ମଧ୍ୟରେ ଏକ ସେତୁ। ଏହା ଆମକୁ ଆମର ଗ୍ରହ, ଆମର ଶରୀର ଏବଂ ଆମ ଚାରିପାଖରେ ଥିବା ବିଶାଳ ବ୍ରହ୍ମାଣ୍ଡ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରେ। ଏହାକୁ ମାନବ ସଭ୍ୟତାର ସର୍ବୋତ୍ତମ ସଫଳତା ମଧ୍ୟରୁ ଗୋଟିଏ କରିଥାଏ। ভিডিওটি কেমতি লাগিলা মতে কমেন্ট করিকি জଣାଇବ। যদি কিছু क्वेश्चंस ଅଛି, ডাউট ଅଛି, কমেন্ট লিখিଦେବ, আনসার କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ शेयर କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।